ମନେ ପଡ଼ୁଛି ସେଇ ପୁରୁଣା ଦିନ। ସେଦିନ ଥାଏ 29/12/2019 ମସିହା। ମୋତେ ମିସେସ୍ କହିଲେ, ଆଜି ଗୋଟେ ନୂଆ ଜାଗାକୁ ଯିବା, ମୋ ସାଙ୍ଗମାନେ ଡାକିଛନ୍ତି। ମୁଁ ପଚାରିଲି କେଉଁ ଜାଗା? ସେ କହିଲେ ଟକବା। ମୁଁ ଟିକେ ହସିଦେଲି ଜାଗା ନାଁଟା ଶୁଣି, କିନ୍ତୁ ଯେତେବେଳେ ସେ ଜାଗାରେ ପହଞ୍ଚିଗଲି ମନ ପୁରା ଖୁସ ହୋଇଗଲା। ବହୁତ ହି ସୁନ୍ଦର ଜାଗା, ପ୍ରାକୃତିକ ପରିବେଶ, ଗଛଲତା, ଛୋଟ ନାଳଟିଏ ତା ପାଖରେ ବହିଯାଉଛି। ସାଙ୍ଗମାନେ ଭୋଜି ଭାତର ଆୟୋଜନ ବି କରିଥିଲେ। ମହାନଦୀ ହାଇସ୍କୁଲ ହଣ୍ଡପା, ଗୁରୁମାନଙ୍କର ସ୍ନେହଭରା କଥା ଦିପଦ ଶୁଣି ମନ ଆହୁରି ଉତ୍ଫୁଲ୍ଲିତ ହୋଇଗଲା। ମୋର ଶିକ୍ଷକ ବନ୍ଧୁଗଣ ଆଉ ପ୍ରିୟ ଛାତ୍ରଛାତ୍ରୀ ଏବଂ ବାଳକ ବାଳିକାମାନେ, ମୁଁ ଆଜି ବହୁତ ଖୁସି ଯେ ଏଇଭଳିଆ ଗୋଟେ ପରିବେଶ ଆମ ଭିତରେ ରହୁ, ଆମର ଚିହ୍ନା ପରିଚିତ ହଉ। ଆମେ ତ ତୁମକୁ କେବେ ପାଠ ପଢ଼େଇଥିଲୁ, କେବେ କ'ଣ କରିଥିଲୁ, କିନ୍ତୁ ଆଜି ଯେଉଁ ତୁମେ ଯେଉଁ ସେଇ ସମୟରେ ଯେଉଁ ରୂପଟା ଆଜି ଆଉ ବର୍ତ୍ତମାନ ନାହିଁ, ସବୁ ବଦଳିଗଲାଣି। ତେଣୁ ଆମେ ଚିହ୍ନି ପାରୁନୁ କି ନାଁ ବି ଜାଣିପାରୁନୁ, କି କିଏ କେଉଁ କ୍ଷେତ୍ରରେ ଅଛ କିଛି ବି ଆମେ ଜାଣିପାରୁନୁ। ସବୁବେଳେ ଅନ୍ଧାରରେ ରହିଲୁ। ତେଣୁ ଗଲା ବର୍ଷ ବି ଆସିଥିଲି ଯେ ମୁଁ ସେଇ କଥା ବି ଟିକେ ଅସନ୍ତୋଷ ମୋର ରହିଥିଲା ଯେ କେବଳ ଆମେ ମୁଠା ଖାଇ ଦେଇକିରି ପଳେଇ ଯାଉଛୁ, ତା ବ୍ୟତୀତ ଆମ ପିଲାକୁ ଆମେ ଜାଣିପାରୁନୁ, ଚିହ୍ନି ପାରୁନୁ, ସେ ବି ଆମକୁ ସିନା ଜାଣୁଛନ୍ତି। ତେଣୁ ଯଦି ଟିକିଏ ପରିଚୟ ଯଦି ହୁଅନ୍ତା ବୋଲେ ଆମେ ବହୁତ, ଯାହା ହଉ ଆମ ପିଲାମାନେ ଏଇ ସ୍ତରକୁ ଗଲେ, ଏଇ ସ୍ଥାନରେ ଅଛନ୍ତି, ଏମିତି ତାଙ୍କର ପୁଅ ଝିଅ ମାନେ ଅଛନ୍ତି। ତେଣୁ ସମସ୍ତଙ୍କୁ ଆମେ ଏକକାଳୀନ ଯେତେବେଳେ ଏଇଠି ଦେଖୁଛୁ, ଆମେ ପ୍ରକୃତରେ ଆମକୁ ବହୁତ ଖୁସି ଲାଗୁଛି। ଏଇ ଖୁସିଟା ଯେମିତି ସବୁଦିନ ତୁମେ ତ ଉଦ୍ୟମୀ ଥିଲା, ଏଇ ଅତୀତର ସ୍ମୃତିଟାକୁ ତୁମେ ବଞ୍ଚାଇ ରଖିବା ପାଇଁ ଗୋଟେ ଭଲ ଉଦ୍ୟମ କରୁଛ। ତେଣୁ ଏଇ ଉଦ୍ୟମଟା ସବୁଦିନ ଲାଗି ରହିଥାଉ ଏବଂ ତୁମେ ତୁମ ପରିବାର ସୁଖ ଶାନ୍ତିରେ, ଭରପୁର ସୁଖ ଶାନ୍ତିରେ ରୁହ। ଭଗବାନ ତୁମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏତିକି ମୁଁ କାମନା କରୁଛି। ଆଉ ହିରାନିବାସ ଆଉ ଆମର ମାଇନସ୍ ସ୍କୁଲରେ ଥିବା ଅତୀତରେ ପ୍ରଣବ ଆଉ ମାନେ ଆମର ଅଧିକାରୀ ହେଉ ଆଉ ଶ୍ରଦ୍ଧେୟ ଛାତ୍ରଛାତ୍ରୀବୃନ୍ଦ, ଯାହା ହଉ ଭଗବାନଙ୍କର ଆଶୀର୍ବାଦରେ ମହାନଦୀ ହାଇସ୍କୁଲର 1966 ମସିହାରୁ ମହାନଦୀ ହାଇସ୍କୁଲର କାର୍ଯ୍ୟକ୍ରମ ଆମର ଆରମ୍ଭ ହେଲା, ଏପର୍ଯ୍ୟନ୍ତ ଚାଲିଛି। 1966 ମସିହାରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଚ୍ ଏଇଭଳିଆ କାମ କରୁନାହାନ୍ତି। ମାନେ ସବୁ ଛାତ୍ରଛାତ୍ରୀମାନେ ମିଶି, ଶିକ୍ଷକ ବନ୍ଧୁଗଣକୁ ନେଇ ସମସ୍ତେ ମିଶି ଏମିତି ଗୋଟେ ନୂତନ ବର୍ଷର ଆଶୀର୍ବାଦ ନେବା ପାଇଁ କେହି ପ୍ରସ୍ତୁତ ନାହାନ୍ତି। ଯାହା ହଉ ସେଥିପାଇଁ ଆମେ ବହୁତ ଗର୍ବିତ ଯେ ଯାହା ବହୁତ ଆମେ ଏତେ ଗର୍ବିତ ଆଉ ଏତେ ପ୍ରଫୁଲ୍ଲିତ ଯେ ମୁଁ ଆଜି ସେଇ କଥା ଆମର ଅନ୍ୟକୁ କହୁଥିଲି ଯେ ମହାନଦୀ ହାଇସ୍କୁଲର କୌଣସି ଛାତ୍ରଛାତ୍ରୀ ଏଇ ବ୍ୟାଚ୍ ଭଳିଆ ଆମକୁ କେହି ନେଇକରି ଆନନ୍ଦ ଉପଲବ୍ଧି କରୁନାହାନ୍ତି। ଯାହା ହଉ ଭଗବାନଙ୍କ ପାଖରେ ମୋର ଆଶୀର୍ବାଦ, ଠାକୁରଙ୍କ ପାଖରେ ମୋର ପରିବାର ଅଛି। ଠାକୁରଙ୍କ ପାଖରେ ମୁଁ ଆଜି ଆପତ୍ତି କରୁଛି ଯେ ସମସ୍ତ ପିଲାମାନେ ତାଙ୍କର ଛୁଆ ପିଲାଙ୍କୁ ନେଇ ନୂତନ ବର୍ଷରେ ଖୁବ୍ ଆନନ୍ଦ ଉଲ୍ଲାସରେ ଜୀବନଯାପନ କରନ୍ତୁ। ବିଦାୟ ନେଇଥିବା ଆମର ଶିକ୍ଷକ ବନ୍ଧୁ ଏବଂ ଆମର ଆଜି ଅତିଥି ଅଛନ୍ତି ଏଇ ଲୋକମାନଙ୍କର ପ୍ରଧାନ ବାବୁ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ, ଏବଂ ଆଜି ଏକ ମନୋରମ ପରିବେଶ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପୂର୍ବର ପରମ୍ପରାକୁ ବଜାୟ ରଖିଥିବା ଛାତ୍ରମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଦେଉଛି। କାରଣ ଅନେକ ଛାତ୍ର ଯାଇଛନ୍ତି ସେଇ ମହାନଦୀ ହାଇସ୍କୁଲରୁ, କିନ୍ତୁ ଏହି ପ୍ରକାର ପରମ୍ପରା, ଗୁରୁକୁ କେମିତି ସମ୍ମାନ ଦିଆଯାଏ, କେମିତି କରାଯାଏ, ଏଇଟା ଯେଉଁ ବଜାୟ ରଖିଥିବା ହେତୁ ତାଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ପରିବାରକୁ ମୁଁ ବହୁତ ଧନ୍ୟବାଦ ଦେଇ ମୋର ଶେଷ ବକ୍ତବ୍ୟ ଶେଷ କରୁଛି। ସେମାନଙ୍କର ଜୀବନ ଶ୍ରଦ୍ଧେୟ ଛାତ୍ରଛାତ୍ରୀ ଆଉ ଛୋଟ ପିଲାମାନେ, ଆମର ଯେଉଁ ସାର୍ମାନେ ଥିଲେ ସମସ୍ତେ ତ ନିକଟର, କିନ୍ତୁ ମୁଁ ବହୁତ ଦୂରିଆ ଥିଲି। ହେଲେ ସୁଦ୍ଧା ଏ ପିଲାମାନଙ୍କୁ ଦେଖିଲେ ମୋ ମନରେ ବହୁତ ଆନନ୍ଦ ଆସେ। ଆଜି ବି ମୁଁ ଯେଉଁ ସ୍କୁଲରୁ ରିଟାୟାର କରିଛି, ଗୌନ୍ଦି ହାଇସ୍କୁଲରୁ, ସେମାନଙ୍କର ବି ଆଜି ଗୋଟେ ବ୍ୟାଚ୍ ଫିଷ୍ଟ କରୁଛନ୍ତି ଏବଂ ଘରକୁ ଯାଇଥିଲେ, ବହୁତ ବି ଅନୁରୋଧ କରିଥିଲେ। ମୁଁ କହିଲି ଦେଖ ପିଲାମାନେ,
ମୁଁ ଯେହେତୁ ସେଠି ଆମର ଯେଉଁ ଉଦ୍ୟୋଗୀକି ମୁଁ କନସେଣ୍ଟ ଦେଇସାରିଛି ମୁଁ ଯାହାହେଲେ ବି ନିଶ୍ଚିତ ସେଠିକି ଯିବି। କାରଣ ଦୀର୍ଘ ଦିନ ମୁଁ ଏଠି ମୋର ଚାକିରି ଜୀବନ ଏଠି କଟିଛି ଏବଂ ପ୍ରାୟ ମୁଁ ତ ବହୁତ ଦିନ ପ୍ରାୟ 24 ବର୍ଷ ମାସ ଏଠି ରହିଲି। 24 ବର୍ଷ କେତେ ମାସ, କାରଣ ଅଧିକାଂଶ ଲୋକ ଜାଣନ୍ତି ମୋ ଘରଟା 8 ମଳି ବୋଲି, ମୋ ପିଇଟି ଭାଇମାନେ ଜାଣନ୍ତି, କିନ୍ତୁ କେହି ବିଶ୍ୱାସ କରନ୍ତି ମୋ ଘରଟା ସେପଟେ ଢେଙ୍କାଳ ପଟେ ବୋଲି କେହି ଜାଣିନଥିଲେ। ଏବଂ ବେଶୀ ଦିନି ଏବଂ ବେଶୀ ଲୋକମାନଙ୍କ ସଂସ୍ପର୍ଶରେ ରହିବା ଭିତରେ ଏଇ ହଣ୍ଟପାରେ ମୁଁ ଆସିଛି। ତେଣୁ ସେମାନଙ୍କର ଯେଉଁ ସ୍ନେହ ସହାନୁଭୂତି ମୁଁ କାଟିକି ମୁଁ ଆଜି ଆଉ ଯାଇପାରିଲି ନାହିଁ। ଆଉ ତେଣୁ ମୁଁ ଏତିକି କରୁଛି, ଏଇ ଯେଉଁ ବାତାବରଣ ଆଜି ତୁମମାନେ ସୃଷ୍ଟି କରିଛ ବା ପରସ୍ପର ଭିତରେ ଯେଉଁ ପରିଚୟର ଆଦାନ ପ୍ରଦାନ ହେଉଛି, ଜଗନ୍ନାଥଙ୍କ ପାଖରେ ମୋର ଏତିକି ମିନତି, ସମସ୍ତେ ତୁମେ ସୁଖରେ ରୁହ ଏବଂ ଜୀବନ କ୍ଷେତ୍ରରେ ଉନ୍ନତି କର। ଛାତ୍ରଛାତ୍ରୀମାନେ ଏବଂ ସେମାନଙ୍କର ଯେଉଁ ପରିବାରର ଯେଉଁ ସଦସ୍ୟମାନେ ଆସିଛନ୍ତି ସମସ୍ତଙ୍କୁ ଗୋଟିଏ କଥା କହିବି, ପ୍ରଥମେ ଆଗାମୀ ନବବର୍ଷଟି ସମସ୍ତଙ୍କ ପାଇଁ ଶୁଭମୟ ହେଉ, ସମସ୍ତେ ସୁଖ ଶାନ୍ତିରେ ଜୀବନଯାପନ କରନ୍ତୁ, ଏହା ପ୍ରଥମେ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା। ସାର୍ମାନେ କହିଲେ ମୁଁ ବେଶୀ ଖୁସି ଏଇଥିପାଇଁ, ମୁଁ ଏବେ ଅନେକ ଜାଗାରେ କହୁଛି ଯେ ମୁଁ ଶିକ୍ଷକତା କରିକିରି ମୋର ଜୀବନଟା ସାର୍ଥକ ହୋଇଛି। ଏହି ଦୃଷ୍ଟିରୁ କେବଳ ଏଇ ତୁମମାନଙ୍କର ଏଇ ଯେଉଁ ସବୁ କାର୍ଯ୍ୟକ୍ରମ ଦେଖିକିରି 4-5 ଦିନ ତଳେ ମୁଁ ପୁରୁଷମାଳରେ ଶ୍ରୀ ଅରବିନ୍ଦଙ୍କର ଗୋଟିଏ ବାର୍ଷିକ ଉତ୍ସବ ହେଉଥିଲା, ମୁଁ ଯାଇଥିଲି ଏବଂ ଅନୁଗୁଳରୁ ମୋର 3 ଜଣ ବଡ଼ ଭାଇ ବି ଆସିଥିଲେ ମୋ ସାଙ୍ଗରେ। ସେଇଠି 2 ଜଣ ଛାତ୍ର ଅବଶ୍ୟ ସେମାନଙ୍କର ଖୁସି ଟିକେ ପାଚି ଯାଇଥିଲା। ସେମାନେ ଆସିକି ମୋତେ ଯେତେବେଳେ ମୁଣ୍ଡିଆ ମାରିଲେ, ସେଇ ବନ୍ଧୁମାନେ ମୋତେ ପଚାରିଲେ ଯେ ମାନେ ଆଜ୍ଞା କିଏ? ମୁଁ କହିଲି ମୋର ଛାତ୍ର। ସେ ସେଇଠି ଗୋଟିଏ କଥା କହିଲେ ଆପଣ ଭାରି ଭାଗ୍ୟବାନ। ଏଇ ସେ ସମୟର ଛାତ୍ର ମାନେ ଆପଣମାନଙ୍କୁ ଯେଉଁ ପ୍ରକାର ସମ୍ମାନ ସେଇଠି ତା ଭିତରେ ସେମାନେ ମୋ ପାଖକୁ ପାଣି ଆଣିଦେବା ଇଏ କରିବା ଏଇ ପ୍ରକାର ଟିକେ ହେଲା। କହିଲେ ଏଇ ଦୃଷ୍ଟିରୁ ଆପଣ ଭାଗ୍ୟବାନ, ଯେଉଁଟାକି ଅନ୍ୟ ପାଇପାରିନଥାନ୍ତେ ଆପଣ ଚାକିରିରୁ ଗଲା ପରେ। ସେ ଗୋଟେ କଥା। ଏବଂ ତାପରେ ବି 3 ଜଣ ପୁରାତନ ଛାତ୍ରୀ, କେଉଁ ମସିହାରେ ମୁଁ ଠିକ୍ କହିପାରୁନି, 93 ସେମାନେ ଆମ ଘରକୁ ସେଠୁ 2 ଜଣ ବାହାରୁ ବି ଜଣେ ଆସିଥିଲେ, ସେମାନେ ଆସିକି ମୋ ଘରେ ପହଞ୍ଚିଲେ। ସେମାନଙ୍କୁ ସେମାନେ ବି ସେଇଠି ଦେଖିଲେ, ସୁକଙ୍କ ବୋଧେ ଯାଇଥିଲେ ପୌର୍ଣ୍ଣମୀ ନା କେବେ। ତେଣୁ ସେମାନଙ୍କୁ ଏଇ ତମମାନଙ୍କୁ ଦେଖିଦେଲେ ମୋ ହୃଦୟ ମାନେ କ'ଣ ନା କ'ଣ ହେଇଯାଏ, ଆନନ୍ଦରେ ମୁଁ ଭାବେ ଏଇଟା ଆମ ପାଇଁ ସବୁଠୁ ବଡ଼ ଜିନିଷ। ଆଉ ତମେମାନେ ଆମ ଯେଉଁ ବନ୍ଧୁ ମାନେ ଶିକ୍ଷକ ବନ୍ଧୁମାନେ ରହିଲେ, ଏମାନଙ୍କ ଭିତରେ ଗୋଟେ ଆମ ଭିତରେ ଯେଉଁ ଦେଖା ସାକ୍ଷାତଟାର ଅଭାବ ରହିଯାଉଛି, ଏଇଟା ତୁମେ ଗୋଟେ ସୁଯୋଗ ଆମ ପାଇଁ ସୃଷ୍ଟି କରୁଛ। ତେଣୁ ସମସ୍ତ ହେଇଗଲାଣି, ଆଉ ବେଶୀ କହିବିନି, କହିଲେ ତ ଅନେକ କଥା କହିହେବ। ଯେ ବିଶେଷ କରିକିରି ଆଉ ଏଇ ଯେଉଁ କହିଲେ ସାର୍ କହୁଥିଲେ ଏଇ ଏଇ ତମମାନଙ୍କ ବ୍ୟାଚ୍ଟା, ହଁ ଅବଶ୍ୟ ତାପରେ ଅନ୍ୟ ବ୍ୟାଚ୍ ପିଲା ଆମକୁ ଯଦିଓ ସେମିତି ଆମନ୍ତ୍ରଣ କରିନାହାନ୍ତି ବା କନେ, ତଥାପି ସେମାନଙ୍କ ଭିତରେ ମୁଁ ଦେଖୁଛି ଧୀରେ ଧୀରେ ଏହାର ପ୍ରତିକ୍ରିୟାଟା ସୃଷ୍ଟି ହେଉଛି। ସେମାନେ ଆମକୁ ନ ଡାକିଲେ ବି ତାଙ୍କ ଭିତରେ ଭୋଜିର ବି ବ୍ୟବସ୍ଥା କରୁଛନ୍ତି, ଗୋଟେ ଦେଖା ସାକ୍ଷାତ ହେଉଛି, ସମ୍ପର୍କ ବୃଦ୍ଧି କରୁଛନ୍ତି। ତେଣୁ ଏଇଟା ବୋଧେ ତୁମମାନଙ୍କଠୁ ସମସ୍ତେ ଅନୁକରଣ କରୁଛନ୍ତି। ହଉ, ଶେଷରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆମର ମହାନଦୀ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁଗଣ ଏବଂ ଆମର ଏମ୍ଇ ସ୍କୁଲର ମୋର ବରିଷ୍ଠ ଶିକ୍ଷକ ମହାଦେବ, ଆଉ ଆଜିର ଉପସ୍ଥିତ 1994 ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀବୃନ୍ଦ ଏବଂ ତାଙ୍କର ପରିବାରବୃନ୍ଦ, ଆଜି ମୁଁ ଗୋଟିଏ କଥା ଖାଲି କହିବାକୁ ଚାହୁଁଛି, ଆଜି ଯେମିତି ଆମେ 2019 ମସିହାକୁ ବିଦାୟ ଦେଉଛନ୍ତି ଅତି ସପରିବାର, ତେଣୁ ଏଇଭଳିଆ ଆମର ସପରିବାର ସମସ୍ତଙ୍କ ପରିବାର ବର୍ଷ ସାରା ବା ଜୀବନ ସାରା ହସୁଥାଉ, ଛୁଆମାନଙ୍କୁ ହସାନ୍ତୁ। ଛୁଆମାନେ ହସିଲେ ଦେଶ ହସିବ, ଦେଶର ଅଗ୍ରଗତି ନିଶ୍ଚିତ ହେବ। ଏଇ କାମନା ମୁଁ କରିକିନା ମୋର ବକ୍ତବ୍ୟ ମୁଁ ଶେଷ କରୁଛି।